ସପ୍ରେମ ଜୟଜୀ ଆଜି ଶୁଭ ସକାଳର ମୁଁ ଗୋଟିଏ ଉଚିତ କଥା କହିବାକୁ ଯାଉଛି ଯେ କି ଆପଣମାନେ ତାକୁ ବିଚାର କରିକି ଭଲ ଭାବରେ ଗଭୀର ଚିନ୍ତା କରିକି ତାକୁ ଭାବିବା ଦରକାର। କାରଣ ଏ ସଂସାରର ଆମେ ମଣିଷ ଜନ୍ମ ନେଇଛନ୍ତି ସତ, ସଂସାର ବେଦ ବେଦାନ୍ତ ଗୀତା ଉପନିଷଦ ସବୁ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ, ଆଉ ଶ୍ରେଷ୍ଠ ମଣିଷ ହେଉଛି ଭଗବାନ, ଆଉ ମଣିଷ ହେଉଛି ଈଶ୍ୱର। ଏକଥା ଗୀତା ବେଦ ବେଦାନ୍ତ କହୁଥିଲା ବେଳେ କିନ୍ତୁ ଆମେ ନିଜକୁ କେବେ ଭଗବାନ ସ୍ୱୀକାର କରିପାରୁନାହାନ୍ତି। କାରଣ ଆମେ ଭଗବାନର କର୍ମ କରୁନାହାନ୍ତି, ଯୋଉଥିପାଇଁ କି ମୁଁ ନିଜକୁ ଶ୍ରେଷ୍ଠ ମନେ କରିପାରୁନି, ସବୁଠାରୁ ନିକୃଷ୍ଟ ଭାବରେ ମରୁଛି। ଆପଣମାନେ ବିଚାର କରିକି ଦେଖନ୍ତୁ, ମଣିଷ ବ୍ୟତିରେକେ ଅନ୍ୟ ଯେତେକ ପଶୁ ପକ୍ଷୀ ଜଣ୍ଡା ପିମ୍ପୁଡ଼ି ସବୁ ଅଛନ୍ତି ସେମାନେ କେତେ ଶକ୍ତିଶାଳୀ। କାହିଁକି? ସେମାନଙ୍କର ଘରଦ୍ୱାର ନାହିଁ, ଆମ ଭଳିଆ ଛାତ ଘର ନାହିଁ, ଆଉ ଆମ ଭଳିଆ ସେମାନେ ପରିବେଶ ଭିତରେ ଆମ ଭଳିଆ ମେଡ଼ିସିନ ଷ୍ଟୋର ନାହିଁ, ବଡ଼ ବଡ଼ ଡାକ୍ତରଖାନା ନାହିଁ, ଆଉ ସେମାନଙ୍କର ବଡ଼ ବଡ଼ ଖାଇବା ନାହିଁ, ଆଉ ସେମାନଙ୍କର ବଡ଼ ବଡ଼ ଭାବନା, ବଡ଼ ବଡ଼ ମନ୍ଦିର ତାଙ୍କ ପାଖରେ ନାହିଁ, ବଡ଼ ବଡ଼ ଭଗବାନ ତାଙ୍କ ପାଖରେ ନାହାନ୍ତି। କିନ୍ତୁ ସେ ସଦା ସର୍ବଦା ଇଏ ମାଟି ଆଉ ଗଛପତ୍ର ଡାଳ ଚେର ସେମାନେ ଖାଇକି ବଞ୍ଚୁଛନ୍ତି, ଆଉ ଗଛ ମୂଳେ ଶୋଉଛନ୍ତି, ଆଉ ମାଟିକି ଫଟେଇକିରି ନିଜେ ଘର ଦ୍ୱାର କରିକି ରହୁଛନ୍ତି। କିନ୍ତୁ ଆମ ପାଇଁ ଯେତିକି ଅଛି ତାଙ୍କ ପାଇଁ ସେତିକି ନାହିଁ। କିନ୍ତୁ ହେଲେ ସେମାନେ ଏତେ ଶକ୍ତିଶାଳୀ କାହିଁକି? ଆମେ ଦୁର୍ବଳ ଦିନହୀନ କାହିଁକି? ଏଇଥିପାଇଁ ସେମାନେ ଯେମିତି ମନୋବଳ ତାଙ୍କ ପାଖରେ ଅଛି, ଯୋଉଟାକୁ ଇଚ୍ଛା କରିବେ ସେମାନେ କରିବେ, ଆମେ ମଧ୍ୟ ସେତିକି କରିପାରୁନାହିଁ। କିନ୍ତୁ ଆମ ପାଖରେ ତ ଅଭାବ କିଛି ନାହିଁ, କିନ୍ତୁ ମଣିଷ ଏତେ ଦୁଃଖରେ ଶୋକରେ ପରିତାପରେ ବନ୍ଧନ ଭିତରେ କାହିଁକି ରହୁଛି? ଆଜି ଯୋଉମାନେ ଭଗବାନଙ୍କୁ କହିଛନ୍ତି ଯୋଉମାନେ ଭଗବାନ କହିଛନ୍ତି ମୁଁ ହଉଛି ଭଗବାନ, ଆମେ ବି ମଧ୍ୟ ସେମାନଙ୍କୁ ଭଗବାନ ବୋଲି ଡାକୁଛନ୍ତି। ସେମାନଙ୍କ ଚରିତ୍ରକୁ ଟିକେ ଦେଖିଦିଅନ୍ତୁ। ଆପଣ ଜାଣିଥିବେ ରାମ ଜଣେ ଭଗବାନଙ୍କର କାମ ହେଉଛି, ରାମଚନ୍ଦ୍ର ସକାଳେ ଉଠିକିରି କ'ଣ କରୁଥିଲେ? ତାଙ୍କ ପିତାମାତାଙ୍କ ଚରଣ ସ୍ପର୍ଶ କରିକିରି ପ୍ରଣାମ କରୁଥିଲେ। କୃଷ୍ଣ ସକାଳେ ଉଠିକିରି ସେ ତାଙ୍କ ପିତାମାତାଙ୍କ ଚରଣ ବନ୍ଦନା କରୁଥିଲେ, ଆଉ ଯାହାକୁ ପିତାମାତା ବୋଲି ବରିଷ୍ଠ ଲୋକମାନଙ୍କୁ ମଧ୍ୟ ଭାବୁଥିଲେ। ରାମଚନ୍ଦ୍ର ଅନେକ ଦୁଃଖ ଅନେକ କଷ୍ଟକୁ ସେମାନେ ନିଜ ଭିତରେ ଶୋଇ ଯାଉଥିଲେ, ଆଉ କୃଷ୍ଣ ପାଇଁ ମଧ୍ୟ ଅନେକ ବିପଦ ଆସିଛି, ଅନେକ ତାଡ଼ନା ଆସିଛି, ଅନେକ ଦୁଃଖ କଷ୍ଟ ହେଇଛି, କିନ୍ତୁ ତଥାପି ତାକୁ ସବୁ ସେ ଶୋଇ ଯାଉଥିଲେ। କାରଣ ଯିଏ ପଥର ଭଳି ଶକ୍ତିକୁ ସେ ଶୋଇ ଯାଉଥିଲା, ବିରାଟ ପାହାଡ଼ର କାର୍ଯ୍ୟ ତାଙ୍କ ପାଖକୁ ଆସିଲେ ମଧ୍ୟ ସେ ତାକୁ ଗୋଟେ ଚୁଟକିରେ ତାକୁ ସମାଧାନ କରିଦେଇ ପାରୁଥିଲେ। ଆଉ ତାଙ୍କର ମଧ୍ୟ ଏ ସଂସାରର ଜୀବମାନଙ୍କ ପାଇଁ ମଧ୍ୟ ଦରଦ ଥିଲା। କିନ୍ତୁ ଆମେ କ'ଣ କରୁଛନ୍ତି? ସେ ଦରଦ ଆମ ପାଖରେ ନାହିଁ। ଆମେ ପିତାମାତାଙ୍କୁ ଥରେ ଭାବି ବି ନାହାନ୍ତି, ପ୍ରଣାମ କରିବା ତ ଦୂରର କଥା, ଆମେ ଥରେ ଭାବି ନାହାନ୍ତି। କାରଣ ମୋର ଯେ ମୋତେ ସୃଷ୍ଟି କରିଛି ସୃଷ୍ଟିକର୍ତ୍ତା, ତାଙ୍କ ବାବଦରେ ପ୍ରତ୍ୟେକ ଦିନ ଟିକେ ଚିନ୍ତନ କରିବା ଦରକାର। ଏତିକି ମନେ ରଖନ୍ତୁ ଯେ ପିତାମାତାଙ୍କ ଚରଣ ସ୍ପର୍ଶ କରିକି ଯେଉଁ ମଣିଷ, ଯୋଉ ପିଲା ପ୍ରଣାମ କରିନାହିଁ, ସେ କେବେ ଭଲ ମଣିଷ, ଏହାର କୌଣସି ପ୍ରମାଣ ନାହିଁ। ଆଉ ସେ ଗୋଟେ ଭଲ କାମ କରିବ, ତାର ମଧ୍ୟ କିଛି ପ୍ରମାଣ ନାହିଁ। ବର୍ତ୍ତମାନ ପାଠର ପାହାଡ଼ ଉପରେ ପାହାଡ଼ ଚଢ଼ିଗଲାଣି ଶିକ୍ଷାର, ହେଲେ ମୂଳ ଶିକ୍ଷାକୁ ସେ ଭୁଲି ଯାଇଛି, ଯୋଉଥିରେ କି ଇଏ ମଣିଷ ପ୍ରକୃତର ଆତ୍ମଜ୍ଞାନକୁ ପାଇବା କଥା, ଆତ୍ମଜ୍ଞାନ ପାଇଁ ଶ୍ରେଷ୍ଠ ହେବା କଥା। ସେ ଆତ୍ମଜ୍ଞାନକୁ ସେ ଭୁଲି ଯାଉଛି, ଆଉ ତା ଭିତରେ ନିଜେ ମଧ୍ୟ ରୋଗା ହେଇଯାଉଛି, ନିଜେ ସଢ଼ି ଯାଉଛି, ନିଜେ ଦୁର୍ବଳ ହେଇଯାଉଛି, ନିଜର ମନୋଭାବ ଏତେ ସଂକୀର୍ଣ୍ଣ ହେଇଯାଉଛି ଯେ ସେ ନିଜକୁ ଭଗବାନ କହିବା ପାଇଁ ତାକୁ ଡର ଲାଗୁଛି। ତେଣୁ ଏଇଥିପାଇଁ ଆମେ ଭଗବାନ ନିଜକୁ ଆମେ କହିପାରୁନାହାନ୍ତି ଯେ ମୁଁ ହେଉଛି ଅଧମ କିଞ୍ଚନ ନରାଧମ, ମୁଁ ଦୁର୍ବଳ, ମୋ ଭିତରେ ରୋଗ ଶୋକ ଭର୍ତ୍ତି ହେଇଛି। କିନ୍ତୁ
ସୁଖ ଶାନ୍ତି ଆନନ୍ଦ ମୋ ପାଖରେ ନାହିଁ। ତେଣୁ ଆପଣ ସୁଖ ଶାନ୍ତି ଆନନ୍ଦ ପାଇବାକୁ ହେଲେ ନିଜ ପିତାମାତାଙ୍କ ଉଦ୍ଦେଶ୍ୟରେ ଆପଣ ନିଜର ବୟସ୍କ ଲୋକ, ବୃଦ୍ଧ ଲୋକ, ପଶୁର ସେବା, ପକ୍ଷୀର ସେବା କରିଚାଲନ୍ତୁ। ଦେଖିବେ ଆପଣଙ୍କ ପାଖରେ କିଛି ଦୁଃଖ ରହିବନି। ଆପଣ ବିରାଟ ମହାନ ହେଇଯିବେ, ବିରାଟ ଶକ୍ତିଶାଳୀ ହେଇଯିବେ। ଜୟ ଶ୍ରୀ